ଖୋଲିଛି ଶ୍ରୀମନ୍ଦିରର ରହସ୍ୟମୟ ରତ୍ନ ଭଣ୍ଡାର। 5 ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟିଛି। ଯାହା ଜାଣିବାକୁ ଅନେଇ ବସିଥିଲେ ହଜାର ହଜାର ଜଗନ୍ନାଥ ପ୍ରେମୀ, ଆଜି ସେହି ଦିନ ଆସି ସମସ୍ତଙ୍କ ପାଖରେ ପହଞ୍ଚିଛି। ପୂର୍ବ ନିର୍ଦ୍ଧାରିତ ସମୟ ଦିନ 1:28ରେ ଖୋଲିଛି ରତ୍ନଭଣ୍ଡାର। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିବା ସୂଚନା ରହିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ମୋଟ 11 ଜଣ ସଦସ୍ୟ ଭିତରକୁ ଯାଇଛନ୍ତି। 1:28ରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଥିଲା। ଠିକ୍ ସେହି ମୁହୂର୍ତ୍ତରେ ହିଁ ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର। ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଥିଲା। ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି 15 ଜଣିଆ ଓଡ୍ରାଫ୍ ଟିମ୍। ହାଇମାସ୍କ ଲାଇଟ୍ ଧରି ଭିତରକୁ ଯାଇଛନ୍ତି ଓଡ୍ରାଫ୍ ଟିମ୍। ରତ୍ନଭଣ୍ଡାର ଖୋଲିବା ବେଳେ ସାପ ଥିବା ଅନୁମାନ କରାଯାଉଛି। ତେଣୁ ସ୍ନେକ୍ ହେଲ୍ପଲାଇନ୍ ଟିମ୍ ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଗଣତି ହେବନି, ଖାଲି ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି ଆଜି ଗଣତି ହେବନି, ଖାଲି ଯାଞ୍ଚ କରାଯିବ। ଭିତର ରତ୍ନଭଣ୍ଡାରର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଭିତର ରତ୍ନଭଣ୍ଡାରର ମରାମତି ପରେ ହିଁ ଗଣତି କାମ ଆରମ୍ଭ ହେବ। ତେଣୁ ଆଜି ଗଣତି ହେବନି, ଭିତର ଓ ବାହାର ଚାବି ଖୋଲାଯିବ ଏବଂ ଚାବି ଖୋଲାଯିବା ପରେ ସିଫ୍ଟିଂ କାର୍ଯ୍ୟ ଆରମ୍ଭ ହେବ।